ପୂର୍ବ କେସ୍ ଥିଲା, ପୂର୍ବ କେସ୍‌ରେ ସେମିତି କିଛି ନର୍ମାଲ ଥିଲା, ଏମିତି ଝଗଡ଼ା ଆଣ୍ଟି କେସ୍ ଥିଲା। ଏମିତି ତାପରେ ଭଲ ଚାଲିଥିଲା, ଏମିତି ଯିବା ଆସିବା ତାଙ୍କର ଆସୁଥିଲେ ମୁଁ ଯାଉଥିଲି ଏମିତି ଚାଲିଥିଲା। ଏବେ ଭୋଜି କରି ନଣନ୍ଦଙ୍କ ଝିଅ ମ୍ୟାଚୁରିଟି ହେଇଥିଲେ ବୋଲି ମୋତେ ଡାକିଥିଲେ ଭୋଜି। ମୁଁ ଯାଇଥିଲି, ମୁଁ ତା ନଣନ୍ଦ ଘରକୁ ଯାଇଥିଲି। ନଣନ୍ଦ ଘରୁ ତାଙ୍କ ଶାଶୁ ଶ୍ୱଶୁର ନଣନ୍ଦ ମୋତେ କହିଲେ ଘରୁ, ମୁଁ ଆସୁଥିଲି ଭୁବନେଶ୍ୱର, ତାପରେ ଘର ବାଟେ ଦେଇକି ଯିବା ପାଇଁ କହିଲେ ମୁଁ ଜଷ୍ଟ ଘରକୁ ହିଁ ମାନେ ଘର ଦୁଆର ମୁହଁ ଗଲେ ଯାଇନି, ଏମିତି ଠିଆ ହେଇଛି ସେ ମୋତେ ଭିଡ଼ି ନେଇକି ପର୍ସନାଲ କଥା କି ଶାଶୁ ନଣନ୍ଦ ସମସ୍ତେ ଠିଆ ହେଇଛନ୍ତି, ଘରକୁ ଡାକି ନେଇକି ପୁରା କବାଟ ଦେଇକି ବାଡ଼େଇଛି। ସ୍ୱାମୀ ବାଡ଼େଇଛି। କଣ ରହିଲୁନୁ କି କାହିଁକି କଣ ମୁଁ ସେଇଟା ଏକା ତ କହିପାରୁନି, ସେ କଣ ପାଇଁ ଏତେ ଯେମିତି ବାଡ଼େଇଲା। ସୁଶାନ୍ତ ସ୍ୱାଇଁ, ଅଭିୟାନପୁର। ସ୍ୱାମୀ ଘର ଅଭିୟାନପୁର। କଣ କରି ମଦ ବେପାର କରୁଛି, କଣ କରିବ? ବିନା ଲାଇସେନ୍ସରେ ପୋଲିସ ସପୋର୍ଟ କରୁଛି। ମ୍ୟାଡାମ ଯଦି କହିବା କେତେ ବର୍ଷର ବାହାଘର ହେଲାଣି, 12-13 ବର୍ଷର ଆଗରୁ ବି ଏମିତି ହଉଥିଲା। କାହିଁକି କଣ ଥିଲା ଅସୁବିଧା ଯୋଉଥିପାଇଁ ସେ ଆପଣଙ୍କୁ ବାରମ୍ବାର ହାତ ଉଠାଉଛନ୍ତି? ବାରମ୍ବାର କାହିଁକି? ମାନେ ଏମିତି ସନ୍ଦେହ କରୁଛି, କାମ ନାହିଁ କିଛି ନାହିଁ, ମଦ ପିଇକି ହିଁ ବାଡଉଛି। କଣ ସନ୍ଦେହ? ଏମିତି ତୁ କାହା ସହିତ ହସୁଛୁ, କାହା ସାଙ୍ଗରେ ଯାଉଛୁ, ଏଇ ସବୁ ମାନେ ଏମିତି ହିଁ କହିକି ତୁଚ୍ଛା ଶୂନ୍ୟରେ ହିଁ ସେ ଯେମିତି ଆଗରୁ କେତେ ଥର ଏମିତି ବାଡେଇଛନ୍ତି? ଆଗରୁ 2-3 ଥର ବାଡେଇଛି, କିନ୍ତୁ ଏଇଟା ବେଶୀ ବାଡେଇଛି। ସେତେବେଳେ ଆପଣ କହିଲେ ଯେ ଆପଣ ଆପଣଙ୍କ ଘରେ ଥିଲେ, କଣ ପାଇଁ କେତେ ଦିନ ହବ ଆସିକି ଆମ ବାପଘର ଘରେ ମୁଁ 7-8 ବର୍ଷ ହେଲା ଆସିକି ରହିଲେଣି। 7-8 ବର୍ଷ ତଳେ ଆପଣଙ୍କ ବାହାଘର ଝଗଡ଼ା ହେଇକି ଅଲଗା ହେଇକି? ହଁ, ଅଲଗା ହେଲେ ବି ଯିବା ଆସିବା କରୁଥିଲେ ଶାଶୁ ଶ୍ୱଶୁର। ସ୍ୱାମୀ ବି ଆସନ୍ତି? ହଁ, ସିଏ ଆସି ଯେତେବେଳେ ଖାଲି ପିଇକି ଝଗଡ଼ା କରିକି ହିଁ ଯାଆନ୍ତି। ପିଲା ବି 2ଟା ଝିଅ, ଗୋଟେ 12 ବର୍ଷର ଆଉ ଗୋଟେ 8 ବର୍ଷର। ବର୍ତ୍ତମାନ ଆପଣ ବାରମ୍ବାର ଯୋଉ ଅତ୍ୟାଚାର ହେଲା ପରେ ଆପଣ ହଁ, ଆଇନ ଦେଇଥିଲି, ସେ କିଛି ବୁଝିଲେନି। କହିଲେ 2 ଦିନ ପରେ ଆମେ ଏଫଆଇଆର କରୁଛୁ, 2 ଦିନ ପରେ ଆସିବେ ଏଫଆଇଆର କପି ନେବେ। ଟାଙ୍ଗୀ ଥାନା। ତାପରେ ଭୂଷଣ୍ଡପୁର ଗଲି, ଭୂଷଣ୍ଡପୁର ଫାଣ୍ଡିରେ କହିଲେ ଆମେ ରାତିରେ କିଛି ବୁଝିପାରିବୁନି। ପରବର୍ତ୍ତୀ ସମୟରେ ମୁଁ ମ୍ୟାଡାମ ପାଖକୁ ଆସିଛି, ମୁଁ କହିଲି ନ୍ୟାୟ ଦେବା ପାଇଁ। ଶୁଭଲକ୍ଷ୍ମୀ ମ୍ୟାଡାମ। ରାଗି ନା, ରିଜିନ କିଛି ନାହିଁ ମୋ ଆଡୁ ତ କିଛି ନା, କୌଣସି ବିରୋଧ ନାହିଁ। ମୁଁ କଣ ବିରୋଧ କରିବି? 2ଟା ଝିଅ। ମୋ ପାଖରେ ବାପ ଘରେ ରୁହନ୍ତି। ଏ ଯୋଉ ବାହାଘର ଆପଣଙ୍କର ଥିଲା, ଇଏ ଆରେଞ୍ଜ ମ୍ୟାରେଜ ଥିଲା ନା ଲଭ୍ ମ୍ୟାରେଜ ଥିଲା? ଫାଷ୍ଟ ଲଭ୍ ଥିଲା, ତାପରେ ଆରେଞ୍ଜ ମ୍ୟାରେଜ ଥିଲା। କଣ ଏମିତି ଘଟଣା ହେଲା ଯେ ଲଭ୍ ମ୍ୟାରେଜ ପୁଣି ପର ସମୟରେ ଏମିତି ଅସୁବିଧା ହଉଛି? କାମ ଧନ୍ଦା ସେତେବେଳେ ସେ କିଛି କରୁନଥିଲେ, ତାପରେ ତାଙ୍କର ପରିବାରକୁ ନେଇକି କିଛି ଝଗଡ଼ା ଆଣ୍ଟି ଶାଶୁ ନଣନ୍ଦ ବିରୋଧ କରନ୍ତି, ମାନେ ଇଏ କାମ କରେନି, ମୁଁ ତାଙ୍କ ଘରେ ରୁହେ ଯେହେତୁ ସେମାନେ ବିରୋଧ କରନ୍ତି। ଯୋଉ ମଦ ବେପାର ସ୍ୱାମୀ କରନ୍ତି, ଆପଣ ତାଙ୍କୁ ବିରୋଧ କରନ୍ତି, ମନା କରନ୍ତି? ମୁଁ ସେଇଟା ଠିକରେ ଜାଣିନି, କିନ୍ତୁ କହୁଛନ୍ତି ଲୋକ ସେ ବେପାର କରୁଛି ବୋଲି। କିନ୍ତୁ କେତେ ବର୍ଷ ଏଇ ବର୍ଷ ହେଲା ବୋଧେ ମୁଁ ଶୁଣୁଛି। 8 ବର୍ଷ ହେଲାଣି ଆପଣ ସ୍ୱାମୀଙ୍କ ଠାରୁ ଅଲଗା ଅଛନ୍ତି। ପୁଣି ଝଗଡ଼ା ଚାଲିଛି, ପୁଣି ଆପଣ କୋଉ ହିସାବରେ ସ୍ୱାମୀ ଯେତେବେଳେ ଡାକିଥିଲେ ଆପଣ ଯାଉଥିଲେ? ସ୍ୱାମୀ ଡାକି ନଥିଲେ, ନଣନ୍ଦ ଡାକିଥିଲେ। ଆପଣଙ୍କୁ ଯେତେବେଳେ ନେଇକି ମାରଧର କରୁଥିଲେ, ଶାଶୁଘର ଲୋକ କେହି ଅଟକେଇଲେ? ନା, କେହି ଅଟକେଇଲେନି, ସମସ୍ତେ ଠିଆ ହେଇଥିଲେ ବାହାରେ। ତାହେଲେ କଣ ଆପଣ ଏମିତି ଭୁଲ କରିଦେଇଥିଲେ ଯେ ପୁରା ଶାଶୁଘର ଆପଣଙ୍କ ଅପୋଜିଟ୍ ହେଇଗଲା? ଶାଶୁ ନଣନ୍ଦ ସବୁ ବାହାରେ ଥିଲେ, ଘର ଭିତରେ ସେ ଗିଡା ଦେଇକି ମତେ ବାଡଉଥିଲେ। ଯେତେବେଳେ ବାଡେଇ ସାରିବା ପରେ ଶାଶୁ ଆଉ ନଣନ୍ଦ କଣ କହୁଥିଲେ ସ୍ୱାମୀଙ୍କୁ ଗାଳି ଦେବା କିମ୍ବା? ହଁ, ଛାଡେ କହୁଥିଲେ, ଛାଡେ କହୁଥିଲେ, କିନ୍ତୁ ତାଙ୍କର ସେଟା ବି ପ୍ଲାନିଂ ଥିଲା ବୋଧେ, ମୁଁ ସେଇଆ ଭାବୁଛି ପ୍ଲାନିଂ ହିଁ ଥିଲା। ମୋ ଶାଶୁ ନଣନ୍ଦ ଭିତରେ ଭଲ ସମ୍ପର୍କ ଥିଲା, ଯୋଉ ନଣନ୍ଦ ଡାକିଥିଲେ ତାଙ୍କ ସହିତ ଭଲ ସମ୍ପର୍କ ଥିଲା। ତାପରେ ଶାଶୁ ନଣନ୍ଦ ବି ଆସୁଥିଲେ, ଘରକୁ ଆସୁଥିଲେ, ଶାଶୁ ଶ୍ୱଶୁର ବି ଆସୁଥିଲେ ଏପଟକୁ। ତ ସିଏ ଯେତେବେଳେ ଡାକୁଥିଲେ, ମୋ ଝିଅ ମ୍ୟାଚୁରିଟି ବେଳେ ଆସିଥିଲେ, ମତେ ସେଥିପାଇଁ ଡାକିଥିଲେ ବୋଲି ମୁଁ ଯାଇଥିଲି। ବିଗତ 8 ବର୍ଷ ହେଇଯିବ ଆପଣ ସ୍ୱାମୀଙ୍କ ଠାରୁ ଅଲଗା ହେଇଗଲେ, ଚଳୁଛନ୍ତି କେମିତି କଣ? ନିଜେ ଇନକମ କରୁଛି, କାମ କରିକି ଘରେ ରୋଷେଇବାସ ବାହାରେ ଯୋଉ ସମସ୍ତଙ୍କର କରୁଛି ବାହାରେ। ପିଲା 2 ଜଣ ପାଠ ପଢୁଛନ୍ତି। ଏବେ ଆପଣ କଣ ଚାହୁଁଛନ୍ତି? ମୁଁ ନ୍ୟାୟ ଚାହୁଁଛି। କଣ ନ୍ୟାୟ? ମତେ ନ୍ୟାୟ ଦରକାର, ମୋ କଥା ସେଇଠି କିଛି ବୁଝିଲେନି ନା, ଆମର ନ୍ୟାୟ ଦରକାର। ଆପଣଙ୍କ ପକ୍ଷରେ ପୋଲିସ ପାଖକୁ ଗଲେ ପୋଲିସ ଆପଣଙ୍କୁ କଣ କହିଲେ? ପୋଲିସ କହିଲା ମୁଁ 2 ଦିନ ପରେ ମୁଁ ଏଫଆଇଆର କରିଦେବି, 2 ଦିନ ପରେ ଆକ୍ସନ ଟାଙ୍ଗି। ତମ ଆଇଏସ୍ କିଏ? ଆଉ ସେ ତାଙ୍କ ନାଁ କିଛି ତ କହିଲେନି।